डिसेम्बर 18 ରୁ 22 ତାରିଖ ପର୍ଯ୍ୟନ୍ତ 10ମ ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳା ଯାଜପୁର ରୋଡ କାଳିମେଲଣ ପଡ଼ିଆରେ ଆରମ୍ଭ ହେବ। ସ୍ଥାନୀୟ କେଏନଡିଏ ସମ୍ମିଳନୀ ଗୃହରେ କଳିଙ୍ଗନଗର ପୁସ୍ତକ ମେଳା କମିଟିର ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ବୈଠକ କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିଲା। 10ମ ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳା ଚୋରଦା କାଳିମେଲଣ ପଡ଼ିଆରେ ଡିସେମ୍ବର 18 ରୁ 22 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ବ୍ୟାପକ ପ୍ରସ୍ତୁତ ହୋଇଛି। କମିଟିର ସଭାପତି ବିଦ୍ୟାଧର ମହାନ୍ତି, ସାଧାରଣ ସମ୍ପାଦକ ଡକ୍ଟର କୁଶଚନ୍ଦ୍ର ପ୍ରଧାନ, ବିବେକାନନ୍ଦ ମହାନ୍ତି, ସବିତା ରାଉତ, ଅଭିମନ୍ୟୁ ମିଶ୍ର, ଚନ୍ଦ୍ରମଣି ସାମଲ, ହୃଷିକେଶ ସାହୁ, ଡକ୍ଟର ଅକ୍ଷୟ କୁମାର ପଣ୍ଡା, ଅଶ୍ୱିନୀ କୁମାର ଦାସ, ମଧୁସୂଦନ ମହାପାତ୍ର, ଅକ୍ଷୟ କୁମାର ଦେଓ, ପ୍ରଫେସର ଦୁଷ୍ମନ୍ତ କୁମାର ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏ ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳାକୁ ସୁପରିଚାଳନା ନିମନ୍ତେ ଶିକ୍ଷା ବିଭାଗ, ଶିଳ୍ପାନୁଷ୍ଠାନ ସହଯୋଗ କରିବେ ବୋଲି ଉପସ୍ଥିତ ଅଧିକାରୀମାନେ ନିଜର ବକ୍ତବ୍ୟ ରଖିଥିଲେ। ତେବେ ପୁସ୍ତକ ମେଳାର ମୁଖପତ୍ର କଳିଙ୍ଗ ଦର୍ପଣ ପ୍ରକାଶିତ ହେବ। ଏଥିପାଇଁ ପୁସ୍ତକ ସମ୍ପର୍କରେ ଲେଖା ଦେବା ପାଇଁ ଆହ୍ୱାନ କରାଯାଇଛି। ଏହି ବୈଠକରେ ହିମାଂଶୁ ଦ୍ୱିବେଦୀ, ଡକ୍ଟର ଅକ୍ଷୟ କୁମାର ମହାନ୍ତି, ସୁରଞ୍ଜନ ରାୟ, ରତ୍ନାକର ମଲ୍ଲିକ, ସୁଦର୍ଶନ ମଲ୍ଲିକ, ସନାତନ ଦାସ, ଅଭୟ କୁମାର ବେହେରା, ଶିଳ୍ପାନୁଷ୍ଠାନର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଯାଜପୁରରୁ ଅଭିମନ୍ୟୁ ମିଶ୍ରଙ୍କ ରିପୋର୍ଟ, ଲିଭ୍ ଲାଇଫ୍ ଓଡ଼ିଆ।